ଆବୁଧାବିରେ ହେବ ଆଇପିଏଲ୍ 2026ର ନିଲାମ। ତେବେ ସୂଚନା ଅନୁସାରେ ତୃତୀୟ ଥର ପାଇଁ ବିଦେଶରେ ଆଇପିଏଲ୍ ନିଲାମ ହେବାକୁ ଯାଉଛି। ଆଗାମୀ ଡିସେମ୍ବର 16 ତାରିଖରେ ଆବୁଧାବିରେ ଆଇପିଏଲ୍ 2026 ନିଲାମ ଅନୁଷ୍ଠିତ ହେବ। ଗତ ଦୁଇଟି ସିଜନରେ ନିଲାମ ଜେଦ୍ଦା ଏବଂ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ନିଲାମ ପ୍ରକ୍ରିୟା ପାଇଁ ସମସ୍ତ ଫ୍ରାଞ୍ଚାଇଜି ସେମାନଙ୍କ 2025 ଟିମ୍ରୁ କେଉଁ ଖେଳାଳିଙ୍କୁ ରିଲିଜ୍ କରିବେ ତାହା ନିଷ୍ପତ୍ତି ନେବାରେ ଜୋରସୋରରେ ଲାଗି ପଡ଼ିଛନ୍ତି। ଆଇପିଏଲ୍ 10ଟି ଦଳ ପାଇଁ ସେମାନଙ୍କର ରିଲିଜ୍ ତାଲିକା ଚୂଡ଼ାନ୍ତ କରିବା ପାଇଁ ନଭେମ୍ବର 15 ତାରିଖ ଅପରାହ୍ନ 3ଟା ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛି। ତାପରେ ସେମାନଙ୍କୁ ଖେଳାଳିଙ୍କ ଏକ ତାଲିକା ପଠାଯିବ ଯେଉଁଠାରେ ସେମାନେ ସେମାନଙ୍କର ସଂକ୍ଷିପ୍ତ ତାଲିକାଭୁକ୍ତ ଖେଳାଳିଙ୍କୁ ଚୟନ କରିପାରିବେ। ଏହି ଲମ୍ବା ତାଲିକାକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରି ଆଇପିଏଲ୍ ଚୂଡ଼ାନ୍ତ ନିଲାମ ପୁଲ୍ ପ୍ରସ୍ତୁତ କରିବ। ଖବର ଲେଖାହେଲା ପର୍ଯ୍ୟନ୍ତ 5ଟି ଦଳ ମଧ୍ୟରେ ଏପର୍ଯ୍ୟନ୍ତ 4ଟି ଟ୍ରେଡ୍ ଡିଲ୍ ନିଶ୍ଚିତ ହୋଇଛି। ଏଥିରେ ଆଇପିଏଲ୍ ଇତିହାସର ସର୍ବବୃହତ୍ ଖେଳାଳି ସ୍ଥାନାନ୍ତର ଅନ୍ତର୍ଭୁକ୍ତ ରହିଛି, ଯେଉଁଥିରେ 5 ଥର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ୍ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ଙ୍କୁ ରାଜସ୍ଥାନ ରୟାଲ୍ସରୁ କିଣିଛି। ବଦଳରେ ରାଜସ୍ଥାନ ଅଲରାଉଣ୍ଡର ଯୋଡ଼ି ରବୀନ୍ଦ୍ର ଜାଡେଜା ଏବଂ ସାମ୍ କରନ୍ଙ୍କୁ ସେମାନଙ୍କ ଦଳରେ ସାମିଲ କରିଛି। ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜାୟାଣ୍ଟସରୁ ଭାରତୀୟ ଅଲରାଉଣ୍ଡର ଶାର୍ଦୁଲ ଠାକୁରଙ୍କୁ ନିଜ ଦଳରେ ସାମିଲ କରିଛି।